ଶୋଇଛ? ଆଉ ଯାଇଥିଲ ଆଜି ଭୁବନେଶ୍ୱର ଯାଇଥିଲ ମାଉସୀଙ୍କ ପାଖକୁ, କେମିତି କ'ଣ ହେଲା, କ'ଣ ଦିନଟା ଗଲା କୁହ ଟିକେ। ଯାଇଥିଲି ବା ଯୋଉ ଦେଇ ଦେଇକି ଆସିବି ଆଉ କେତେ ସମୟ ରହିବ। ଏଠି ତ ଗଲେ 12:30ରେ, ସେଠି ପହଞ୍ଚିଲୁ 2ଟାରେ। କ'ଣ କରୁଛୁ? ଯୋଉ ରାସ୍ତା ବାପରେ, ସେ ରାସ୍ତା ଏମିତି ତିଆରି ହେଉଛି, ଓସାର ହେଉଛି, କେତେ ଖରାପ ରାସ୍ତା। ତାପରେ ତ ମୁଁ ମାନେ ଅଟୋରେ ଧକ୍କ ବଛ କାରରେ ତ ଯାଇପାରିବିନି, ବିଚରା ଏଇଟା ମୋ ଯୋଗୁଁ ହଇରାଣ। ସିଏ ବି ଗୋଡ଼ ହାତ ପୁରା ଦରଜ। ଆମେ ମାତ୍ର ତାଙ୍କ ଘରେ 1.5 ଘଣ୍ଟା ରହିଛୁ, ତାପରେ ପୁଣି ରିଟର୍ନ ଗଲୁ 3:30ରେ। ଆଉ ଆମ ହିରୋ କରୁଥିଲା କ'ଣ? ତା କଥା କୁହନି, ସିଏ ମାନେ ଏତେ ଦୁଷ୍ଟ ହଉଛି। ଗଲା ମତେ ଆଗେ ଅନେଇଲା, ଚାହିଁଲା, କହିଲା କି କିଏ ହେଲା, ଏମିତି ପୁରା ବାଲି ବାଲିକି ଅନେଇଲା। ଆସିଲା ମୋ ପାଖକୁ, ଆସିକି ଦିପଟେ ଗେଲ କରିଦେଲା। ମାନେ ଭାରି ଦୁଷ୍ଟ ହଉଛି ସେ। ଦୁଷ୍ଟ ମାନେ ଖାଲି କହୁଛି ମୁଁ ଯିବି ବୁଲିବି, କୋଉଠି ଥଇ ହଉନି ହେଲା। ତାପରେ ପୁଣି କିନ୍ତୁ ଭାରି ବାଧା ଲାଗୁଛି, ଗୋଡ଼ ହାତ ଖାଲି ବିନ୍ଧା ହଉଛି। ଆଜି କ'ଣ ଖାଇଲୁ? ଦିପହରେ କ'ଣ ଖାଇଥିଲୁ? ଆମେ ତମେ ତ ଯୋଉ ରାସ୍ତା ବାପରେ, ସେ ରାସ୍ତା ଏମିତି ତିଆରି ହେଉଛି, ଓସାର ହେଉଛି, କେତେ ଖରାପ ରାସ୍ତା। ତାପରେ ତ ମୁଁ ମାନେ ଅଟୋରେ ଧକ୍କ ବଛ କାରରେ ତ ଯାଇପାରିବିନି, ବିଚରା ଏଇଟା ମୋ ଯୋଗୁଁ ହଇରାଣ। ସିଏ ବି ଗୋଡ଼ ହାତ ପୁରା ଦରଜ। ଆମେ ମାତ୍ର ତାଙ୍କ ଘରେ 1.5 ଘଣ୍ଟା ରହିଛୁ, ତାପରେ ପୁଣି ରିଟର୍ନ ଗଲୁ 3:30ରେ। ଆଉ ଆମ ହିରୋ କରୁଥିଲା କ'ଣ? ତା କଥା କୁହନି, ସିଏ ମାନେ ଏତେ ଦୁଷ୍ଟ ହଉଛି। ଗଲା ମତେ ଆଗେ ଅନେଇଲା, ଚାହିଁଲା, କହିଲା କି କିଏ ହେଲା, ଏମିତି ପୁରା ବାଲି ବାଲିକି ଅନେଇଲା। ଆସିଲା ମୋ ପାଖକୁ, ଆସିକି ଦିପଟେ ଗେଲ କରିଦେଲା। ମାନେ ଭାରି ଦୁଷ୍ଟ ହଉଛି ସେ। ଦୁଷ୍ଟ ମାନେ ଖାଲି କହୁଛି ମୁଁ ଯିବି ବୁଲିବି, କୋଉଠି ଥଇ ହଉନି ହେଲା। ତାପରେ ପୁଣି କିନ୍ତୁ ଭାରି ବାଧା ଲାଗୁଛି, ଗୋଡ଼ ହାତ ଖାଲି ବିନ୍ଧା ହଉଛି। ଆଜି କ'ଣ ଖାଇଲୁ? ଦିପହରେ କ'ଣ ଖାଇଥିଲୁ? ଆମେ ତମେ ତ ସବୁ ପଳେଇଲୁ, ଆମେ କିଛି ନାହିଁ, ସାଧା ଉପରେ ଭାତ ଡାଲମା ଭଜା ଭଜି ଉପରେ କରିକି ଖାଇଥିଲୁ ଆଉ। ସେ ମଙ୍ଗଳବାର ବୋଲି ସେ ଭାତ ଡାଲମା ଆଉ ପନିର ପୋଟଳ ଆଉ ଗୋଟେ କ'ଣ କୋବି ଫୁଲକୋବିରେ ତରକାରୀ, ଶାଗ। ମତେ ତ ପନିର ଭଲ ଲାଗେନି। ମୁଁ କହିଲି ଆମ୍ବୁଲ ମତେ ଦିଅ, ମୁଁ ଆମ୍ବୁଲ ପାଏ। ମୁଁ ଅଳ୍ପ ଭାତ ଖାଇଲି, ମୋ ଇଚ୍ଛା ହଉନଥିଲା। ଆଉ ପହଞ୍ଚିଲ କେତେବେଳେ? ପହଞ୍ଚିଲୁ ବା 2ଟାରେ, ସେଠୁ ବାହାରିଲୁ 3:30।